ମେଷ ରାଶିର ବନ୍ଧୁମାନେ, ଆଜିର ଗ୍ରହସ୍ଥିତି କିଛି ଏପରି ସଂକେତ ଦେଉଛି ଯେଉଁଗୁଡ଼ିକୁ ଅଣଦେଖା କରିବା ଆପଣଙ୍କ ପାଇଁ ଠିକ୍ ହେବ ନାହିଁ। ରାହୁ ଏବଂ ଚନ୍ଦ୍ରଙ୍କ ପ୍ରଭାବ ଅନେକ ଲୋକଙ୍କୁ ଭ୍ରମ ଏବଂ ଭାବପ୍ରବଣ ନିଷ୍ପତ୍ତି ଆଡ଼କୁ ନେଇଯାଇପାରେ। ଯଦି ଆପଣଙ୍କୁ ମଧ୍ୟ ଲାଗୁଛି ଯେ କୌଣସି ବ୍ୟକ୍ତି ହଠାତ୍ ଆପଣଙ୍କ ଜୀବନରେ ବହୁତ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି, ତେବେ ଆଜିର ଏହି ଜ୍ୟୋତିଷୟ ବିଶ୍ଳେଷଣ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। ହୁଏତ ଏହି ସୂଚନା ଆପଣଙ୍କୁ ସଠିକ୍ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ବନ୍ଧୁଗଣ, ଆଜି ଦିନ ସମୟରେ ମୋ ପରି ସତ୍ୟ ଯଦି କେହି କହିଦିଏ, ତେବେ ମୁଁ ଆଜିଠାରୁ ସଠିକ୍ ଭବିଷ୍ୟବାଣୀ କରିବା ଛାଡ଼ିଦେବି। ବର୍ତ୍ତମାନ ଆପଣଙ୍କୁ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। କେବଳ ସେତେବେଳେ ଯାଇ ଆଜିର ଭବିଷ୍ୟବାଣୀ ସତ ହେବ। ଏବଂ ଶୁଣନ୍ତୁ, ମୋ କଥା ଲେଖି ରଖନ୍ତୁ। ଏହା ଆପଣଙ୍କ ଗାତ୍ର ଶିହରଣ କରିଦେବ। ଅଧିକ ଜାଣିବା ପାଇଁ ମୁଁ ଆପଣଙ୍କୁ କହିବାକୁ ଚାହେଁ, ଜଣେ ଝିଅ ତାର ପ୍ରେମଜାଲରେ ଫାଶ କରାଇ ଆପଣଙ୍କୁ ବର୍ବାଦ କରିବାକୁ ଚାହୁଁଛି। ସାବଧାନ। ତା ବିଷୟରେ ପ୍ରତ୍ୟେକ କଥା ମୁଁ ଆପଣଙ୍କୁ ଆଗକୁ କହିବି, କିନ୍ତୁ ଆପଣଙ୍କୁ ମୋତେ ଅଳ୍ପ ସମୟ ଦେବାକୁ ପଡ଼ିବ। ଯଦି ଆପଣଙ୍କ ଜୀବନରେ ଗତ କିଛି ସମୟ ଧରି ହଠାତ୍ କୌଣସି ନୂଆ ବ୍ୟକ୍ତି ବହୁତ ଅଧିକ ପାଖକୁ ଆସିବାର ଚେଷ୍ଟା କରୁଛନ୍ତି, ତେବେ ମନେ ରଖନ୍ତୁ, ମୋର ପ୍ରିୟ ପରିବାର, ସେମାନେ ମିଠା ମିଠା କଥା କହୁଛନ୍ତି ଏବଂ ଆପଣଙ୍କୁ ବିନା କାରଣରେ ଭାବପ୍ରବଣ ଭାବରେ ନିଜ ଉପରେ ନିର୍ଭରଶୀଳ କରାଇବାକୁ ଚାହୁଁଛନ୍ତି। ତେଣୁ ଆଜି ଏହି ଭବିଷ୍ୟବାଣୀକୁ ବହୁତ ଧ୍ୟାନର ସହିତ ଶୁଣନ୍ତୁ, କାରଣ ଆମେ ଆପଣଙ୍କୁ ଏକ ବହୁତ ବଡ଼ ବିପଦରୁ ରକ୍ଷା କରିବାକୁ ଯାଉଛୁ ଏବଂ ସତ୍ୟତା ଆପଣଙ୍କ ସାମ୍ନାକୁ ଆଣୁଛୁ। ଏପରି ସତ୍ୟ କେହି କହିବେ ନାହିଁ। ମୁଁ ଆପଣଙ୍କୁ ଏଥିପାଇଁ କହୁଛି କାରଣ ମୁଁ ପରିଶ୍ରମ କରିଛି। ଦେଖନ୍ତୁ, କୁଣ୍ଡଳୀର ବିଶ୍ଳେଷଣ ତ କରାଯାଇଛି, କିନ୍ତୁ ସମସ୍ତଙ୍କର ଭାଗ୍ୟ ସେମାନଙ୍କ କର୍ମ ଅନୁସାରେ ଅଲଗା ଅଲଗା ଫଳ ପାଇଥାଏ। କିନ୍ତୁ ଏହି ସମୟ ଯେପରି ଦେଖାଯାଉଛି, ସେଥିରେ ହନୁମାନଜୀଙ୍କର ବିଶେଷ କୃପା ମଧ୍ୟ ରହିଛି ଏବଂ ଆପଣଙ୍କୁ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ, କାରଣ ବନ୍ଧୁଗଣ, ଆଜିର ଗ୍ରହସ୍ଥିତି ଏକ ଗଭୀର ସଂକେତ ଦେଉଛି। ମୁଁ ଆପଣଙ୍କୁ ସେହି ସଂକେତଗୁଡ଼ିକ ବିଷୟରେ ବହୁତ ବିସ୍ତାର ଭାବରେ କହିବି ଯେ କେଉଁ ଗ୍ରହ କ'ଣ ସଂକେତ ଦେଉଛନ୍ତି ଏବଂ କେଉଁ ଦେବଦେବୀ ଆପଣଙ୍କୁ କ'ଣ ସରପ୍ରାଇଜ୍ ଦେବାକୁ ଯାଉଛନ୍ତି। ଦେଖନ୍ତୁ, ଶୁକ୍ର ଗ୍ରହ, ଯାହାକୁ ପ୍ରେମ ଏବଂ ଆକର୍ଷଣର କାରକ ମାନାଯାଏ, ଏହି ସମୟରେ ରାହୁଙ୍କ ଦୃଷ୍ଟି ଦ୍ୱାରା ପ୍ରଭାବିତ ଅଛି। ସେହିପରି ଚନ୍ଦ୍ରମା ଭାବନାଗୁଡ଼ିକୁ ଅସ୍ଥିର କରି ପକାଉଛନ୍ତି। ଏଭଳି ପରିସ୍ଥିତିରେ ଅନେକ ଲୋକ ସଠିକ୍ ଏବଂ ଭୁଲ ଚିହ୍ନିବାରେ ଭୁଲ କରି ବସନ୍ତି। କିନ୍ତୁ ଆପଣଙ୍କୁ କୌଣସି ଭୁଲ କରିବାର ନାହିଁ, କାରଣ ମୁଁ ସବୁକିଛି ସଠିକ୍ ଏବଂ ସତ୍ୟ କହିବି ଏବଂ ଆପଣଙ୍କ ସମୟ ମଧ୍ୟ ନଷ୍ଟ କରିବି ନାହିଁ। ସବୁଠାରୁ କମ୍ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ ମୁଁ ଆପଣଙ୍କୁ କହିବାକୁ ଯାଉଛି। ତେଣୁ ପ୍ରସ୍ତୁତ ହୋଇଯାଆନ୍ତୁ, କାରଣ ଆସନ୍ତା ସମୟ ଆପଣଙ୍କ ପାଇଁ ଏକ ବହୁତ ବଡ଼ ଶିକ୍ଷା ଏବଂ ଏକ ବହୁତ ବଡ଼ ଘଟଣା ନେଇ ଆସୁଛି। ଦେଖନ୍ତୁ ବନ୍ଧୁ, ଯିଏ ଆପଣଙ୍କର ନିଜର ବୋଲି ଭାବୁଛନ୍ତି, ସେହି ବ୍ୟକ୍ତି ହିଁ ଆପଣଙ୍କୁ ବର୍ବାଦ କରିବାକୁ ଚାହୁଁଛନ୍ତି। ଜ୍ୟୋତିଷ ଶାସ୍ତ୍ର କହେ ଯେ ଆସନ୍ତା ଦିନମାନଙ୍କରେ କିଛି ଲୋକଙ୍କ ଜୀବନରେ ଏଭଳି ବ୍ୟକ୍ତି ପ୍ରବେଶ କରିପାରନ୍ତି ଯିଏ ଆରମ୍ଭରେ ବହୁତ ଭଲ ଲାଗିବେ, କିନ୍ତୁ ତାଙ୍କର ଉଦ୍ଦେଶ୍ୟ କେବଳ ଆପଣଙ୍କ ଭାବନାର ଲାଭ ଉଠାଇବା ହୋଇପାରେ। ତେଣୁ ଆପଣଙ୍କୁ ନିଜ ବୁଦ୍ଧିର ବ୍ୟବହାର କରିବାକୁ ପଡ଼ିପାରେ, ନଚେତ୍ ଆପଣ କାହାର ମନ ଜିତିବା ଚକ୍କରରେ ନିଜ ଜୀବନକୁ ବର୍ବାଦ କରିଦେବେ। ଭଗବାନ ଆପଣଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି, ଏଭଳି ବ୍ୟକ୍ତିମାନଙ୍କୁ ନିଜ ଜୀବନରେ ସ୍ଥାନ ନ ଦେବା ପାଇଁ ଏବଂ ସେମାନଙ୍କଠାରୁ ଦୂରେଇ ରହିବା ପାଇଁ। ଜାଣିବା କଥା ଯେ, ମନେ ରଖନ୍ତୁ, ପ୍ରତ୍ୟେକ ହସ ସତ ହୋଇନଥାଏ ଏବଂ ପ୍ରତ୍ୟେକ ମିଠା କଥା ପ୍ରେମର ପ୍ରମାଣ ହୋଇନଥାଏ। ଅନେକ ସମୟରେ ଲୋକମାନେ ମିଠା ମିଠା କଥା କହି ପିଠି ପଛରେ ଛୁରୀ ଭୁଷି ଦିଅନ୍ତି ଏବଂ ପରେ ଆମେ ପଚତାଉ ଏବଂ କହୁ ଯେ ପଛରେ ପଚତାଣିଲେ କ'ଣ ହେବ ଯେତେବେଳେ ଚଢ଼େଇ କ୍ଷେତ ଖାଇଯାଇଛନ୍ତି। ଅର୍ଥାତ୍ ଯଦି ଆପଣ ଆଗରୁ ସାବଧାନ ନ ରହିବେ,
ତେବେ ପରେ କୌଣସି ଲାଭ ହେବ ନାହିଁ। ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଶୀଘ୍ର ଶୀଘ୍ର ବଡ଼ ବଡ଼ ପ୍ରତିଶ୍ରୁତି ଦେବାକୁ ଲାଗନ୍ତି କିମ୍ବା ବନ୍ଧୁ, ପରିବାର ଓ ସାଙ୍ଗମାନଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି କିମ୍ବା ବାରମ୍ବାର ଟଙ୍କା ସାହାଯ୍ୟ ମାଗିବାକୁ ଲାଗନ୍ତି ଅଥବା ଆପଣଙ୍କ ନିଷ୍ପତ୍ତି ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏଭଳି ଲୋକମାନେ ବହୁତ ଚାଲାକ ହୋଇଥାନ୍ତି ଏବଂ ନିଜ ଲାଭ ପାଇଁ ଯାହାକୁ ମଧ୍ୟ କ୍ଷତି ପହଞ୍ଚାଇ ପାରନ୍ତି। କିନ୍ତୁ ଏଭଳି ସମୟରେ ଆପଣଙ୍କୁ ନିଜକୁ ସମ୍ଭାଳିବାକୁ ପଡ଼ିବ ଏବଂ ସାବଧାନ ରହିବାକୁ ପଡ଼ିବ। ଆସନ୍ତା ସମୟ ଆପଣଙ୍କ ପାଇଁ ଏକ ବହୁତ ବଡ଼ ଶିକ୍ଷା ନେଇ ଆସୁଛି, ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇପାରେ। ଦେଖନ୍ତୁ, ମୁଁ ଶୈଳେନ୍ଦ୍ର ପାଣ୍ଡେ ମିଛ କହିବି ନାହିଁ। ଏହି ସମୟ ଏଭଳି ଏକ ରହସ୍ୟ ଉପରୁ ପରଦା ଉଠାଇବ ଯାହା ଆପଣଙ୍କ ହୋସ୍ ଉଡ଼ାଇଦେବ। କେବଳ ଆପଣ ମୋ ଭିଡିଓରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବନି ରୁହନ୍ତୁ। ଆମେ ଆପଣଙ୍କୁ ସବୁକିଛି କହିବୁ ଯେ ଆପଣଙ୍କ ଜୀବନରେ ଆଗକୁ କ'ଣ ହେବାକୁ ଯାଉଛି। କେତେବେଳେ କେତେବେଳେ ଏଭଳି ସମୟ ଆସେ ଯେତେବେଳେ ଆମେ ବୁଝିପାରୁନାହିଁ ଯେ ଏଠାରୁ କ'ଣ କରାଯିବ। କିନ୍ତୁ ସେହି ସମୟରେ ଭଗବାନ ନିଜେ ଆସି କୌଣସି ନା କୌଣସି ବାଟ ଦେଖାଇ ଦିଅନ୍ତି। ଏବଂ ଯଦି ଆପଣ ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ମାର୍ଗରେ ଚାଲନ୍ତି, ତେବେ ମନେ ରଖନ୍ତୁ ଆପଣଙ୍କ ଜୀବନ ସ୍ୱର୍ଗ ପାଲଟିଯିବ। ଯେଉଁ ବ୍ୟକ୍ତି ଆପଣଙ୍କ ଜୀବନରେ ଆସିବାକୁ ଯାଉଛନ୍ତି ଏବଂ ଆପଣଙ୍କୁ ଷଡ଼ଯନ୍ତ୍ର ମାଧ୍ୟମରେ ବଦନାମ କିମ୍ବା ବର୍ବାଦ କରିବାକୁ ଚିନ୍ତା କରୁଛନ୍ତି, ସେହି ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ଏସ୍, ବି କିମ୍ବା ସି ହୋଇପାରେ, କାରଣ କୁଣ୍ଡଳୀରୁ ପ୍ରବଳ ସଂକେତ ମିଳୁଛି। କିନ୍ତୁ ଆପଣଙ୍କୁ ଏହି ସମୟରେ ସବୁଠାରୁ ଅଧିକ ବିବେକ ରଖିବାକୁ ପଡ଼ିବ ଏବଂ ସାବଧାନ ମଧ୍ୟ ରହିବାକୁ ପଡ଼ିବ, କାରଣ ଆପଣଙ୍କୁ ଭୁଲ ମାମଲାରେ ଫସାଇ ସେମାନେ ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରନ୍ତି। ସମୟ ବହୁତ କମ ଅଛି। ମୋ କଥାକୁ ମଜାକ ବୋଲି ଭାବି ଭୁଲ କରନ୍ତୁ ନାହିଁ, କାରଣ ଆପଣଙ୍କ କୁଣ୍ଡଳୀରେ ମାତା କାଳିଜୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବାର ଯୋଗ ଅଛି। ଅର୍ଥାତ୍ ଯଦି ଆପଣ ମା କାଳିଜୀଙ୍କ ଆଶୀର୍ବାଦ ଚାହାନ୍ତି, ତେବେ ପ୍ରସ୍ତୁତ ହୋଇଯାଆନ୍ତୁ। ସମୟ ବହୁତ କମ ଅଛି। ମା କାଳୀ ଏବଂ ହନୁମାନଜୀ ଆପଣଙ୍କ ଶତ୍ରୁମାନଙ୍କୁ ପ୍ରଥମେ ଦୂର କରିବେ ଏବଂ ଶକ୍ତି ସମ୍ବନ୍ଧୀୟ ସମସ୍ୟାକୁ ସର୍ବଦା ପାଇଁ ଶେଷ କରିବେ। କିନ୍ତୁ ଏଭଳି ସମୟରେ ଅନେକ ଲୋକ ପଚାରନ୍ତି ଯେ ମା କାଳିଜୀଙ୍କ ସିଧାସଳଖ ଆଶୀର୍ବାଦ କିପରି ପ୍ରାପ୍ତ କରାଯିବ? ଦେଖନ୍ତୁ ବନ୍ଧୁ, ଆପଣ ମା କାଳିଜୀଙ୍କ କୌଣସି ମନ୍ତ୍ର ଜପ କରିପାରିବେ। ମନ୍ତ୍ର ଜପ ଆପଣ ସକାଳ ରୁ ମଧ୍ୟରେ କରିପାରିବେ କିମ୍ବା ସନ୍ଧ୍ୟା ସମୟରେ ରୁ ମଧ୍ୟରେ ମନ୍ତ୍ର ଜପ କରିପାରିବେ। ଏହାଦ୍ୱାରା ମା କାଳିଜୀଙ୍କ ବିଶେଷ କୃପା ପ୍ରାପ୍ତ ହୁଏ। ଦେଖନ୍ତୁ, ମା କାଳିଜୀଙ୍କୁ ଲାଲଜବା କିମ୍ବା ଗୋଲାପ ଫୁଲ, ସିନ୍ଦୁର, ଅଗରବତୀ ଏବଂ ଭୋଗରେ ହା କିମ୍ବା କ୍ଷୀର ବହୁତ ପସନ୍ଦ। ଏହିସବୁ ଜିନିଷ ଆପଣ ଅର୍ପଣ କରିପାରିବେ। ଆପଣ ଚାହିଁଲେ ପୂଜା ସମୟରେ ଘିଅର ଦୀପ ଜଳାଇ ପାରିବେ। ଏହାଦ୍ୱାରା ମଧ୍ୟ ମାତା କାଳିଜୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ମା କାଳିଜୀଙ୍କ ସାମ୍ନାକୁ ଗଲାବେଳେ ଆପଣଙ୍କ ସମସ୍ତ